ରାୟଗଡ଼ାରେ ମହାଶିବରାତ୍ରି ନେଇ ମହାଦେବଙ୍କ ଉପାସନା ଲାଗି ଜାଗର ଜାଳିବେ ଶ୍ରଦ୍ଧାଳୁ। ଦିନସାରା ଉପାସରେ ରହି ରାତିରେ ଉଜାଗର ରହି ଦୀପ ଜାଳିବେ ଭକ୍ତ। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ। ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ଶୈବପୀଠ। ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ଶିବାଳୟରେ ଭିଡ଼ ଲଗାଇଛନ୍ତି। ରାୟଗଡ଼ା ସହର, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ଏବଂ ଗ୍ରାମାଞ୍ଚଳ ଆଦି ମନ୍ଦିରରେ ଭକ୍ତଙ୍କର ଭିଡ଼ ଲାଗିଛି। ରାୟଗଡ଼ା ବ୍ଲକ ପିତମହାଲ ଝଡ଼େଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳା ସହ ମହାଦେବଙ୍କ ଦର୍ଶନ କରିବେ ଓ ଦୀପ ଜାଳିବେ ସେ ନେଇ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜାଗର ପାଇଁ ସଜେଇ ହୋଇଛି ମନ୍ଦିର। ଭୋରୁ ଆରମ୍ଭ ହୋଇଛି ଝଡ଼େଶ୍ୱର ଶିବଙ୍କର ନୀତିକାନ୍ତି। ରାତି 10ଟାରୁ 11ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଉପବାସ ରହି ଜାଗର ଜାଳିବେ ଶୈବ ଭକ୍ତ। ଭୋର 3 ପହଡ଼ ଖୋଲିବା ପରେ 3ଟାରୁ 3:30ଟା ମଙ୍ଗଳ ଆଳତୀ ଓ ଅବକାଶ ନୀତି, ଭୋର 3:30ରୁ ଦିନ 11ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ରହିଛି। ଅଧ୍ୟାପକ ଆର୍ଜି ମହାବିଦ୍ୟାଳୟ ଏକଦମ ରାୟଗଡ଼ାରେ ମୁଁ ବର୍ତ୍ତମାନ ଅବସ୍ଥାନ କରୁଅଛି ଏବଂ ଆଜି ସୌଭାଗ୍ୟର ବିଷୟ ଏହି ଝାଡ଼େଶ୍ୱର ମହାଦେବଙ୍କ ଦର୍ଶନର ସୁଯୋଗ ପାଇଥିଲି ଏବଂ ଯାହା ଲକ୍ଷ୍ୟ କଲେ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ପରିଚାଳନା କମିଟିର ମଧ୍ୟ ଭଲ ଦାୟିତ୍ୱ ଅଛି। ଶୃଙ୍ଖଳାର ସହିତ ଦର୍ଶନାଭିଳାଷୀମାନେ ଦର୍ଶନ କରିବାକୁ ସୁଯୋଗ ପାଇଲେ ଏବଂ ପୂଜକ ମହୋଦୟ ମଧ୍ୟ ଭଲ ଭାବରେ ଆଧ୍ୟାତ୍ମିକ ଭାବ ମନ୍ତ୍ର ପାଠ କରି ମହାଦେବଙ୍କର ପୂଜା ପାଠ କରୁଛନ୍ତି। ଆଉ ବିଶେଷ କରି ଏ ଅଞ୍ଚଳ ହେଉଛି ଅତ୍ୟନ୍ତ ପ୍ରାକୃତିକ ପରିବେଶ ଭରା ଅଞ୍ଚଳ। ମହାଦେବଙ୍କର ବାସ୍ତବ ଜନ୍ମସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଆର ଉନ୍ନତି ପାଇଁ ରାଜ୍ୟ ସରକାର ଆ ପ୍ରତି ଅତ୍ୟନ୍ତ କିଛି ଦୃଷ୍ଟି ଦେଲେ ଯାହାକି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ। ସେଥିପାଇଁ ମୁଁ ସରକାରଙ୍କ ନିକଟରେ ଅନୁରୋଧ କରିବି ଯେ ଏଇ ମହାଦେବଙ୍କ ଝାଡ଼େଶ୍ୱର ମହାଦେବ ପୀଠର ଉନ୍ନତି ପାଇଁ ସମସ୍ତଙ୍କର ଆପ୍ରାଣ ଉଦ୍ୟମ ହେବା ଦରକାର। ଭବିଷ୍ୟତରେ ଆଜି ଯେମିତିକି ଗୋଟେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ। ଆଜି ଯେଉଁ ପରିବେଶ ସୃଷ୍ଟି ହୋଇଛି ଏହି ଜାଗା ଅତ୍ୟନ୍ତ ଦର୍ଶକମାନଙ୍କ ପାଇଁ ଏବଂ ଭାବୁକମାନଙ୍କ ପାଇଁ ଏବଂ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାର ଗୋଟେ ସ୍ଥାନ। ଏତିକି ମୁଁ କହିବି ଏବଂ ସରକାରଙ୍କର ଦୃଷ୍ଟି ଆ ପ୍ରତି କେମିତି ପଡ଼ୁ ଏହି ମନ୍ଦିରର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ମୋ ନାଁ ହେଉଛି ନୀଳମାଧବ ନନ୍ଦ। ମୋ ପିତାଙ୍କ ନାମ ପଦ୍ମନାଭ ନନ୍ଦ। ଏହା ପିତାମଲ ସ୍ଥିତ ପାହାଡ଼ରେ ଝାଡ଼େଶ୍ୱର ଶିବ ମନ୍ଦିର ନାମରେ ପରିଚିତ। ଏଠାରେ 70-80 ବର୍ଷ ହେଲା ଏଠାରେ ଏହି ଦେବା ପୂଜା ପାଇଁ ଆସୁଛନ୍ତି। ଏଠାରେ ଝାଡ଼େଶ୍ୱର ନାମରେ ପ୍ରଥମତଃ ମୋ ପିତା ଯେତେବେଳେ ପୂଜା କରୁଥିଲେ ଏଠାରେ ରାଜଗୁରୁ ନାମକ ଏକ ବୃଦ୍ଧ ବ୍ୟକ୍ତି ଥିଲେ, ବର୍ତ୍ତମାନ ଯିଏ ନାହାନ୍ତି। ବିଗତ ଦିନେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲେ। ସ୍ୱପ୍ନାଦେଶ ହୋଇଥିବାରୁ ଏହି ଜାଗାରେ ଲିଙ୍ଗକୁ ଉଦ୍ଧାର କରାହେଇଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ପୂଜା କରି ଆସୁଛନ୍ତି ମୋ ପିତା। ତତ୍ସହିତ ଆମେମାନେ ମଧ୍ୟ ଏଠାରେ ପୂଜା କରି ଆସୁଛୁ। ଏଠାରେ ଚତୁଃପାର୍ଶ୍ୱରେ ଏକ ରାୟଗଡ଼ାରୁ ଆଶୁତୋଷ କୁମାର ପଟ୍ଟନାୟକ, ରିଓ ନ୍ୟୁଜ୍।